ନାଇଁ ନାଇଁ ଶୁଣନ୍ତୁ, ସ୍କୁଲ ପରିସର ପାଖ ଆଖରେ କୌଣସି ମାଦକ ଦ୍ରବ୍ୟ ଦୋକାନ କି ଖରାପ ଜିନିଷ ଦୋକାନ ରହିବ ନାହିଁ। ସ୍କୁଲ ଭିତରେ ଅନ୍ୟାନ୍ୟ ବୈଦ୍ୟୁତିକ ସରଞ୍ଜାମ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଯେଉଁ ବିପଦଗାମୀ ଯେଉଁ ବସ୍ତୁ ତାକୁ ସ୍କୁଲ ପିଲାଙ୍କ ଠାରୁ ଦୂରରେ ରଖାଯିବ। ଇଏ ଆଗରୁ ଏ ନିୟମ ଅଛି, କିନ୍ତୁ ବାସ୍ତବରେ ସରକାର ଯେଉଁ ଘୋଷଣା କରିଛନ୍ତି ଗୋଟେ ଟିଚରକୁ ନିଯୁକ୍ତି ଦେବା ପାଇଁ, କିନ୍ତୁ ବର୍ତ୍ତମାନ ତ ଟିଚର ପଦବୀ ବହୁତ ଖାଲି ପଡ଼ିଛି। ଟିଚର ପଦବୀ ପୂରଣ ହେଇନି। ଗୋଟେ ଗୋଟେ ସ୍କୁଲରେ ସିଙ୍ଗିଲ୍ ଟିଚର ମଧ୍ୟ ଅଛନ୍ତି। ତେଣୁ ପିଲାଙ୍କୁ ପାଠ ପଢ଼ା ହେବ ନା ଏସବୁ ଜିନିଷ ଦେଖାହେବ? ଆଗ ଟିଚର ନିଯୁକ୍ତି କରନ୍ତୁ, ତାପରେ ଏସବୁ ଜିନିଷ ଉପରେ ଗୁରୁତ୍ୱ ଦେବେ। ଏ ଜିନିଷର ଆବଶ୍ୟକତା ଅଛି, କିନ୍ତୁ ଟିଚର ନିଯୁକ୍ତି ପ୍ରାଥମିକତା ଆବଶ୍ୟକତା ଅଛି। ଶିକ୍ଷକ ଯାହା ହେଲେ ବି ନିଯୁକ୍ତିର ଆବଶ୍ୟକତା ଅଛି। ସାର୍ ଦେଖିବେ ଯେପରି ଭାବରେ ଗୋଟେ ସୁରକ୍ଷା ମଞ୍ଚ, ଯେଉଁମାନେ କି ସୁରକ୍ଷା ମଞ୍ଚ ଆକୁ ସମ୍ଭାଳିବେ, ତାକୁ ଟିଚର ମାନେ ସମ୍ଭାଳି ପାରନ୍ତି। ସୁରକ୍ଷା ମଞ୍ଚ ଗାଁର ଲୋକମାନେ ସୁରକ୍ଷା ମଞ୍ଚ ତିଆରି କରି ତାକୁ ସମ୍ଭାଳିବେ। ନା ଶୁଣନ୍ତୁ, ପ୍ରତ୍ୟେକ ସ୍କୁଲରେ ଗୋଟେ SMA କମିଟି ଅଛି, ହେଲା, ବୁଝୁଛନ୍ତି? ସ୍କୁଲ ମ୍ୟାନେଜମେଣ୍ଟ କମିଟି ଅଛି, ପ୍ରତ୍ୟେକ ସ୍କୁଲରେ ଅଛି। ତେଣୁ ଇଏ ଗୋଟେ ସେ ସ୍କୁଲ କମିଟି ଗୁଡ଼ାକୁ ଭାଙ୍ଗିକିରି ପୁଣି ବିଜେପି ସପକ୍ଷରେ କରିବା ପାଇଁ ଇଏ ହେଉଛି ଗୋଟେ ସରକାରଙ୍କର ଗୋଟେ ଅଭିନବ ଯୋଜନା। ତେଣୁ ସରକାର ଏଇ ଆଳରେ ଚେଷ୍ଟା କରୁଛନ୍ତି କିପରି ଭାବରେ ସବୁ ଶିକ୍ଷା ଅନୁଷ୍ଠାନ ଠାରୁ ସବୁ ଅନୁଷ୍ଠାନ ଗୁଡ଼ିକୁ ବିଜେପିକରଣ କରିବେ। ଇଏ ହେଉଛି ସରକାରଙ୍କର ଗୋଟେ ରୀତିମତ ଯୋଜନା।